ଆପଣ ଜାଣିଛନ୍ତି ଓଡ଼ିଶାର 570 କିଲୋମିଟର ଲମ୍ବର ଦୀର୍ଘ ଉପକୂଳ ଏବେ ଓଡ଼ିଶାର ବ୍ଲୁ ଇକୋନୋମି ବା ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ବଡ଼ ଶକ୍ତି ସାଜିଛି। ଦ ନ୍ୟୁ ଓଡ଼ିଶା ସିରିଜର ପାର୍ଟ 4କୁ ଆପଣଙ୍କୁ ସ୍ୱାଗତ। ଓଡ଼ିଶାର ଭୌଗୋଳିକ ସ୍ଥିତି ଏହାକୁ ସାମୁଦ୍ରିକ ବାଣିଜ୍ୟ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିଛି। ଆମର ପାରାଦୀପ ପୋର୍ଟ ଏସିଆର ଅନ୍ୟ ଏକ ବୃହତ୍ତମ ଏବଂ ସଫଳ ବନ୍ଦର। ପାରାଦୀପ ବ୍ୟତୀତ ଧାମରା, ଗୋପାଳପୁର ଏବଂ ନୂତନ ଭାବରେ ବିକଶିତ ହେଉଥିବା ସୁବର୍ଣ୍ଣରେଖା ପୋର୍ଟ ରାଜ୍ୟର ବନ୍ଦର ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି। ଏହି ବନ୍ଦରଗୁଡ଼ିକ ଆଧୁନିକ ଟେକ୍ନୋଲୋଜି ଏବଂ ଅଟୋମେସନ୍ ସହିତ କାର୍ଗୋ ହ୍ୟାଣ୍ଡଲିଂ କ୍ଷମତାକୁ ମଧ୍ୟ ବଢ଼ାଉଛନ୍ତି। ଓଡ଼ିଶା ସରକାରଙ୍କର ବନ୍ଦର ଆଧାରିତ ଇଣ୍ଡଷ୍ଟ୍ରିଆଲାଇଜେସନ୍ ନୀତି ଏହି ବନ୍ଦର ଚାରିପାଖରେ ଶିଳ୍ପ ବିକାଶ ଏବଂ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରୁଛି। ଆଗାମୀ ଦିନରେ ଓଡ଼ିଶା ଭାରତର ଏକ ପ୍ରମୁଖ ମ୍ୟାରିଟାଇମ୍ ହବ୍ ଭାବରେ ରୂପାନ୍ତରିତ ହେବାକୁ ଯାଉଛି। ଓଡ଼ିଶାର ଏହି ବ୍ଲୁ ଇକୋନୋମି ବା ସାମୁଦ୍ରିକ ଅର୍ଥନୀତି ବିଷୟରେ ଆପଣଙ୍କର ମତାମତ